ଦେଖନ୍ତୁ ଓଡ଼ିଶା ସରକାର ପ୍ରତି ପଞ୍ଚାୟତର ଯେଉଁ ଉନ୍ନତିମୂଳକ କାର୍ଯ୍ୟ ରହିଛି ତାକୁ ନେଇ ଆମ ଓଡ଼ିଶା ମିଛୁଆ ନବୀନ ଓଡ଼ିଶା ନାଁରେ ଯେଉଁ ଆମ ପଞ୍ଚାୟତର ବିକାଶ ପୁସ୍ତକ ସବୁ ପଞ୍ଚାୟତ ମାଧ୍ୟମରେ ବଣ୍ଟା ଯାଇଛି। ଏଥିରେ ସ୍ପଷ୍ଟ ବାରିପାରୁଥିବେ ଯେ କେବଳ ଭୋଟ ନେବା ନାଁରେ ମିଛ ପ୍ରଚାର କରିବା, ଦୁର୍ନୀତି କରିବା, ଭ୍ରଷ୍ଟାଚାର କରିବା, ଏହା ହିଁ ଓଡ଼ିଶା ସରକାରଙ୍କର ଗୁଣ। ଆପଣମାନେ ଏଇ ଲିଫଲେଟ୍ ମାଧ୍ୟମରେ ଯେଉଁ ବଣ୍ଟା ଯାଇଛି ଏଠି ଦେଖନ୍ତୁ CH ନୂଆଗାଁର ଜଣେ ସରସ୍ୱତୀ ସେଠୀ ଯାର ଫଟୋ ଆପଣ ଲିଫଲେଟ୍ ମାଧ୍ୟମରେ ଦେଖୁଥିବେ। ଏଠି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ଼ ମାଧ୍ୟମରେ ତାଙ୍କୁ ମାନେ ତାର ବେନିଫିଟ୍ଟି ନେଇଛନ୍ତି ବୋଲି ଓଡ଼ିଶା ସରକାର ତାଙ୍କର ଲିଫଲେଟ୍ରେ ତାଙ୍କର ଫଟୋ ଛାପିଛନ୍ତି। କିନ୍ତୁ ଆମେ ତାଙ୍କୁ ଯେତେବେଳେ ଯୋଗାଯୋଗ କଲୁ ସେ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ତାଙ୍କର ଠିକ୍ ଅଛି ଏବଂ ତାଙ୍କେ କେବେ ମଧ୍ୟ ହସ୍ପିଟାଲ ଯାଇନାହାନ୍ତି। କେବଳ ମିଛ ପ୍ରଚାର ପ୍ରସାର କରିବା ଏହା ହେଉଛି ସରକାରଙ୍କର ନୀତି। ଆପଣମାନେ ଦେଖିପାରୁଥିବେ ତା ତଳେ ଏଇ ଯେଉଁ ମହିଳା ଅଛି ସରସ୍ୱତୀ ତାଙ୍କ ବୋଉ ହେଉଛନ୍ତି, ସେ ହେଉଛନ୍ତି ମାନେ ତାଙ୍କୁ ମଧ୍ୟ ଦୁଇଟା ଫଟୋ, ଗୋଟିଏ ପରିବାରର ଦୁଇଟା ଫଟୋ ଲଗାଇବାର ଉଦ୍ଦେଶ୍ୟ କ'ଣ ଆପଣମାନେ ନିଶ୍ଚିତ ଭାବେ ଜାଣିପାରୁଥିବେ। କାହିଁକିନା CH ନୂଆଗାଁରେ କ'ଣ ଆଉ କେହି ହିତାଧିକାରୀ ନଥିଲେ ଯଦ୍ୱାରା କି ଗୋଟିଏ ପରିବାରର ଦୁଇଟି ଫଟୋ ଲଗାଇଛନ୍ତି। ଏଥିରୁ ଆପଣ ସ୍ପଷ୍ଟ ବାରିପାରୁଥିବେ ଯେ ନବୀନ ବାବୁ ଯେଉଁ ମିଛ ପ୍ରଚାର ପ୍ରସାର କରୁଛନ୍ତି, ଏ ପ୍ରଚାର ପ୍ରସାର ଆପଣ ଯେତେ ଚମକାବାକୁ ଚେଷ୍ଟା କଲେ ମଧ୍ୟ ଆପଣଙ୍କର ମିଛ ପଦାକୁ ପଳେଇ ଆସିବ। ଏଠି ଦେଖିଥିବେ ଏଠି ଗୋଟିଏ ଗୋପାଳ ସମାଜ ଘର ଅଛି, ଯାହାର ମାନେ ଯେତେବେଳେ ଏଇ ଘରଟି ହେଇଥିଲା 15 ବର୍ଷ ତଳେ ସେଠି 1.5 ଲକ୍ଷରେ ତିଆରି ହେଇଥିଲା। ଆଜି ୟାକୁ ମିଛ ବିଲ୍ କରି 4 ଲକ୍ଷ ଟଙ୍କା ସେମାନେ ସାଙ୍କସନ୍ କରିଛନ୍ତି ଏବଂ 4 ଲକ୍ଷ ଟଙ୍କା ମଧ୍ୟ ଖର୍ଚ୍ଚ ହେଇଛି। ଇଏ ବି ଦେଖିଏ ସ୍କୁଲ କଥା, ଇଏ ବି ଗୋଟିଏ ପୁରୁଣା ସ୍କୁଲ, ୟାକୁ ମଧ୍ୟ କଲର୍ ନ ଦେଇ ମଧ୍ୟ ଏମିତି ଗୋଟିଏ ଛାପିକିରି ନେଇଛନ୍ତି। ଆଉ ଗୋଟିଏ ମାନେ ମୁଖ୍ୟ ଇସ୍ୟୁ ହେଲା ଯେ ଭାରତ ସରକାରଙ୍କର ଯେଉଁ ହର ଘର ନଲ ହର ଘର ଜଲ ମାଧ୍ୟମରେ ପ୍ରତ୍ୟେକ ପରିବାରକୁ ପାଣି ଯୋଗାଇବା, ସ୍ୱଚ୍ଛ ପାଣି ଯୋଗାଇବା ଯେଉଁ ମୋଦିଙ୍କର ମିଶନ ଅଛି ତାକୁ ଆପଣ ଦେଖୁଥିବେ। ଓଡ଼ିଶାରେ ନବୀନ ବାବୁ ବଡ଼ ବଡ଼ ଫଟୋ ଲଗାଇକିରି ବସୁଧା ନାଁରେ ତାକୁ ଚଲେଇଛନ୍ତି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେଉଁ ଯୋଜନା ଗାଁରେ ହେଉଛି, ଏ ଦେଖୁଛନ୍ତି ଓଭରହେଡ଼୍ ଟ୍ୟାଙ୍କ ଆପଣ କେତେ ବଡ଼ ଦେଖିଥିବେ, ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଇଛି। କେବଳ କଣ୍ଟ୍ରାକ୍ଟରକୁ ପୋଷିବା, ଏହା ବ୍ୟତୀତ କିଛି ନୁହେଁ ଏବଂ ୟାକୁ ଲିଫଲେଟ୍ ମାଧ୍ୟମରେ ଚମକାଇବା, ଏହା ହିଁ ସରକାରଙ୍କ ନୀତି। ଏଥିରେ ଆପଣ ଜାଣିପାରୁଥିବେ ଯେ ଏଇ ଯେଉଁ ଓଭରହେଡ଼୍ ଟ୍ୟାଙ୍କ ହେଉଛି ଏହି କାର୍ଯ୍ୟରତ ନୁହଁ, ମାନେ କାର୍ଯ୍ୟକ୍ଷମ ନୁହଁ। କୌଣସି ଗାଁରେ ମଧ୍ୟ ପାଣି ଆସୁନାହିଁ। ଆମେ ଫିଜିକାଲି CH ନୂଆଗାଁ ଯାଇଥିଲୁ, ଏହି ଟ୍ୟାଙ୍କରୁ ପାଣି ସପ୍ଲାଏ ହେଉନାହିଁ। କୌଣସି ସାହିକି ମଧ୍ୟ ପାଣି ମୁନ୍ଦାଏ ମଧ୍ୟ ପାଉନାହାନ୍ତି। ଦେଖନ୍ତୁ ଓଡ଼ିଶା ସରକାର 24 ବର୍ଷ ହେଲା କେବଳ ମିଛ କହି କହି ନିର୍ବାଚନ ପୂର୍ବରୁ ଫୋଟକା ପରି ଯୋଜନା ଆଣନ୍ତି, ଫୋଟକା ପରି ଯୋଜନା ଫାଟିଯାଏ। ଆପଣ ଗୋଟିଏ ମୁଁ ଉଦାହରଣ ଦେଉଛି। ପ୍ରଥମ କଥା ହେଲା ଆପଣ ପିଠା ଯୋଜନାରେ ସରକାରୀ ଲୋକଙ୍କୁ ଖାଇବାକୁ ଇଚ୍ଛା ହେଲା, ବିଜେଡ଼ି ଲୋକଙ୍କର ଖାଇବାକୁ ଇଚ୍ଛା ହେଲା। ଆମ ମା ଭଉଣୀମାନେ ରାତି ନ ଶୋଇ କଷ୍ଟ କରି ପିଠା ନେଲେ, କିନ୍ତୁ ସାଧାରଣ ଜନତାଙ୍କର କୌଣସି ଲାଭ ନାହିଁ। ଦ୍ୱିତୀୟ କଥା ହେଲା କାଳିଆ ଯୋଜନା। ଯେଉଁ କାଳିଆ ଯୋଜନା ନିର୍ବାଚନ ପୂର୍ବରୁ ଆସିଥିଲା, ନିର୍ବାଚନ ପରେ ପୁଣି ସେଇ କେଉଁଠି ଗଲା ତା'ର କୌଣସି ହିସାବ କିତାବ ନାହିଁ। କିନ୍ତୁ ସରକାର କାଳିଆ ଯୋଜନାର ମଧ୍ୟ ବଡ଼ ବଡ଼ ପୋଷ୍ଟର ମାରି ଏହି ଲିଫଲେଟ୍ ମାଧ୍ୟମରେ ଦେଖାଇଛନ୍ତି। ମୁଁ ଆପଣଙ୍କୁ ଦେଖାଇଦେବାକୁ ଚାହୁଁଛି ଏଇ ଯେଉଁ କାଳିଆ ଯୋଜନା, ଆପଣ ସର୍ବସାଧାରଣ ପଚାରନ୍ତୁ ଆଜି କାଳିଆ ଯୋଜନା କେତେ ଦୂର କାର୍ଯ୍ୟକ୍ଷମ ଅଛି। କୌଣସି ଲୋକକୁ ମଧ୍ୟ କାଳିଆ ଯୋଜନା ମାଧ୍ୟମରେ ପଇସା ଆସୁନି, କେବଳ ମିଛ ପ୍ରଚାର ପ୍ରସାର। ଆପଣମାନେ ଦେଖିଥିବେ ଗାଁରେ ଲୋକଙ୍କୁ ରୋଜଗାର ଦେବା ପାଇଁ ଗୋଟିଏ ବିଜୁ ଯୁବ ବାହିନୀ କରିଥିଲେ। ବିଜୁ ଯୁବ ବାହିନୀର କାମ କେବଳ ନିର୍ବାଚନ ପୂର୍ବରୁ କେମିତି ନିର୍ବାଚନରେ ଜିତେଇବା ଏବଂ ନିର୍ବାଚନ ସରିଯିବା ପରେ ଆଜି ବିଜୁ ଯୁବ ବାହିନୀ ମଧ୍ୟ ଲାପତା ହୋଇଯାଇଛି। ତେଣୁ ପ୍ରତ୍ୟେକ ଯୋଜନା ପୂର୍ବରୁ କେବଳ ମିଛିକା ଖେଳ ଖେଳିବା, ଏ ସାଧାରଣ ଲୋକମାନଙ୍କୁ, ଗରିବ ଲୋକମାନଙ୍କୁ ପ୍ରତାରିତ କରିବା, ଲୋଭ ଦେଖାଇବା, ଏହା ହିଁ ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ। ଆଜି ଓଡ଼ିଶା ପାଣ୍ଡିଆନ ପାଖରେ ବନ୍ଧା ପଡ଼ିଯାଇଛି। ଆଉ ପାଣ୍ଡିଆନ
ଯେଉଁ ମିଛିମିଛିକା ଖେଳ ଖେଳୁଛି ଓଡ଼ିଶା ଲୋକ ସହିତ ଆଜି ଲୋକ ସତର୍କ ହୋଇଯାଇଛନ୍ତି। ଆଗାମୀ ଦିନରେ ଯେଉଁ ସାଧାରଣ ନିର୍ବାଚନ ଅଛି 2024ରେ ସାଧାରଣ ଲୋକ ତା'ର ଜବାବ ଦେବେ। ଆଉ ଭାରତୀୟ ଜନତା ପାର୍ଟି ଆପଣ ମାଧ୍ୟମରେ ପ୍ରତିବାଦ କରୁଛି ଯେ ଏଇ ଯେଉଁ ମିଛ ପ୍ରଚାର ପ୍ରସାର କରିବା ଏବଂ ଭ୍ରଷ୍ଟାଚାର କରିବା ୟାର ତୁରନ୍ତ ତଦନ୍ତ ହେଉ ଏବଂ ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉ। ଯଦି ସରକାର ଏହା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ କରିବ ତାହେଲେ ନିଶ୍ଚିତ ଆମେ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟ ଯାଇକରି କୋର୍ଟ ମାଧ୍ୟମରେ ତା'ର ନ୍ୟାୟ ପାଇଁ ଆମେ ଦ୍ୱାରସ୍ଥ ହେବୁ।